250 ବର୍ଗଫୁଟ ବିଶିଷ୍ଟ ପ୍ରଧାନମନ୍ତ୍ରୀ ଆବାସ ପକ୍କାଘର ତିଆରି ହେଉଛି 1,30,000 ଟଙ୍କାରେ, କିନ୍ତୁ 154 ବର୍ଗଫୁଟ ବିଶିଷ୍ଟ ଯାତ୍ରୀ ପ୍ରତୀକ୍ଷାଳୟ ପାଇଁ ଖର୍ଚ୍ଚ ହୋଇଛି 5,18,000 ଟଙ୍କା। ଲକ୍ଷ୍ମୀ ବସ୍ ପାଇଁ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ନାଁରେ ସରକାରୀ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ଆସିଛି। ଏହି ଟଙ୍କା ହଡପ ପାଇଁ ନିର୍ମାଣକାରୀ ଠିକାଦାର କେବଳ ଦାୟୀ ନୁହନ୍ତି, ସରକାରୀ ବାବୁମାନେ ବି ସମାନ ଭାବରେ ଦାୟୀ। ଏହି ଯୋଜନାରେ ତିଆରି ହୋଇଥିବା ଲକ୍ଷ୍ମୀ ବସ୍ ପ୍ରତୀକ୍ଷାଳୟଗୁଡ଼ିକ 154 ବର୍ଗଫୁଟ ବିଶିଷ୍ଟ। ଏଥିରେ 4ଟି କଲମ, ଗୋଟିଏ କାନ୍ଥ, ଗୋଟିଏ ସିମେଣ୍ଟ ବେଞ୍ଚ ଓ ଛାତ ରହୁଛି। କିଛି ସ୍ଥାନରେ ଚଟାଣରେ ଟାଇଲ୍ ବିଛାଯାଇଥିବା ବେଳେ ଅନ୍ୟ ସ୍ଥାନରେ କେବଳ ସିମେଣ୍ଟରେ ପଲସ୍ତରା କରାଯାଇଛି। ଏହାର ମୋଟ ଅଟକଳ ହେଉଛି 5,18,000 ଟଙ୍କା। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପକ୍କାଘର ତିଆରି ପାଇଁ ଗ୍ରାମାଞ୍ଚଳର ଗରିବ ହିତାଧିକାରୀଙ୍କୁ 250 ବର୍ଗଫୁଟ ବିଶିଷ୍ଟ ଛାତ ପକ୍କାଘର ପାଇଁ 1,30,000 ଟଙ୍କା ମଞ୍ଜୁର ହେଉଛି। ସେତିକି ଟଙ୍କାରେ ହିତାଧିକାରୀ ଘର ନିର୍ମାଣ କରୁଛନ୍ତି। ଏହି ଘରେ ପୁଣି କବାଟ ଝରକା ଆଦି ବିଭିନ୍ନ ଉପାଦାନ ରହୁଛି, ଯାହା ପ୍ରତୀକ୍ଷାଳୟରେ ନାହିଁ। ଦୁଇଟି ଯୋଜନାର ତଦାରଖ ଗୋଟିଏ ସଂସ୍ଥା କରୁଥିଲା ବେଳେ ଖର୍ଚ୍ଚ ଅଟକଳରେ ଆକାଶ ପାତାଳ ଫରକ ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ପାଇଁ ବର୍ଗଫୁଟ ପିଛା 520 ଟଙ୍କା ବ୍ୟୟ ହେଉଥିବା ବେଳେ ପ୍ରତୀକ୍ଷାଳୟ ପାଇଁ ବର୍ଗଫୁଟ ପିଛା 3,363 ଟଙ୍କା ଖର୍ଚ୍ଚ କରାଯାଇଛି, ଯାହା ବଜାର ଦରଠାରୁ 5 ଗୁଣରୁ ଅଧିକ ବ୍ୟୟ ହୋଇଥିବା ନିର୍ମାଣ ବିଶେଷଜ୍ଞମାନେ କହୁଛନ୍ତି। ନବରଙ୍ଗପୁରରୁ ମିହିର ଶଙ୍କର ପାତ୍ରଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍।